ଏକ ପରିତ୍ୟକ୍ତ କୂଅରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଅଭାବନୀୟ ଅଘଟଣ ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ହେଳୁଙ୍ଗ ଗାଁ ନିକଟରେ। ଆଉ ମୃତ ମହିଳା ଜଣକ ହେଉଛନ୍ତି ହେଳୁଙ୍ଗ ଗାଁର ଶୋଭା ଭୋଇ। ମିଳିଥିବା ସୂଚନା ଅନୁଯାୟୀ ମହିଳା ଜଣକ ଗତ ସନ୍ଧ୍ୟାରୁ ଘରୁ ନିଖୋଜ ହୋଇଯାଇଥିଲେ। ତେଣୁ ପରିବାର ଲୋକମାନେ ତାଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ବି ତାଙ୍କର କୌଣସି ପତ୍ତା ମିଳିନଥିଲା। ପରଦିନ ସକାଳେ ଗାଁ ମୁଣ୍ଡରେ ଥିବା ଏକ ପରିତ୍ୟକ୍ତ କୂଅରେ ତାଙ୍କ ମୃତଦେହ ଭାସୁଥିବା କିଛି ଲୋକମାନେ ଦେଖିବାକୁ ପାଇଥିଲେ। ତେଣୁ ଏନେଇ ପୁଲିସକୁ ଖବର ଦିଆଯିବାରୁ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି କୂଅ ଭିତରୁ ମହିଳାଙ୍କ ମୃତଦେହ ଉଦ୍ଧାର କରିବା ପରେ ଚିହ୍ନଟ ହୋଇଥିଲା। ତେବେ ନିଖୋଜ ଥିବା ମୃତ ମହିଳା ଶୋଭା ଭୋଇଙ୍କୁ କେହି ଦୁର୍ବୃତ୍ତ ଗଳା କାଟି ହତ୍ୟା କରିବା ପରେ କୂଅରେ ଫିଙ୍ଗି ଦେଇଥିବା ଜଣାପଡ଼ିଛି। ତେଣୁ ଏନେଇ ପୁଲିସ ପାରିପାର୍ଶ୍ୱିକ ସ୍ଥିତିକୁ ଅନୁଧ୍ୟାନ କରି ଅଧିକ ତଦନ୍ତ କରୁଥିବା ଜଣାପଡ଼ିଛି। करे हलो किसो सुवर्णपुर जिला प्रतिनिधि पीताम्बर महापात्र रिपोर्ट कोणार्क लाइव।